तो जय जगन्नाथ ओडिशा मु स्वराज स्वागत करुच्ची मोर एसएस न्यूज ओडिया 7 को। तो चलतु स्टार्ट करिबा आज टॉप 10 न्यूज। ता पूर्व मो चैनल को टिके सब्सक्राइब करंतु आ वीडियो को शेयर करंतु एंड लाइक करंतु। एप्रिल 2 रु हब सकाळु स्कूल खरा प्रकोप को देखि सरकार बड़ निष्पत्ति नेइछंती। समस्त कार्यकारी सरकारी अनुदान प्राप्त हेबा घरोई स्कूल हेब सकाळु क्लास। ଏବେ ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି। ସକାଳ 7ଟାରୁ 9ଟା ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନବାଡ଼ି। ସେହିଭଳି ଦିନ 11ଟାରୁ 3ଟା ଶ୍ରମିକମାନଙ୍କ ପାଇଁ କାମ ବନ୍ଦ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟରେ କାଳବୈଶାଖୀ ବର୍ଷା ସହିତ ତାତିରୁ ରକ୍ଷା ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ସହ 7ଟି ୱାର୍ଣ୍ଣିଂ ଜାରି କରାଯାଇଛି। 21 ତାରିଖରେ ବର୍ଷାର ପାଣିପାଗ ବଢ଼ିବ ବୋଲି ଅନୁମାନ କରାଯାଇଛି। ଆସନ୍ତା 22 ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ 10କୁ ଅରେଞ୍ଜ ୱାର୍ଣ୍ଣିଂ ଓ 4ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା 3 ଦିନ ପରେ ତାପମାତ୍ରା 3 ରୁ 4 ଡିଗ୍ରୀ କମିବ। ଗତ 24 ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ 40 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଓଡ଼ିଶା ସରକାର ମୟୂରଭଞ୍ଜ ଜିଲ୍ଲାରେ ଏକ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲ ଆଜି ବିଧାନସଭାରେ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ଖୋଲା ହେବା ପାଇଁ ସରକାର ପ୍ରତିବଦ୍ଧ ଏବଂ ଏହି ବର୍ଷ 2ଟି ନୂତନ ମେଡିକାଲ କଲେଜ ଖୋଲାଯିବ। ସ୍ୱାସ୍ଥ୍ୟ ଖାତାରେ ଖାଲି ପଡ଼ିବାର 5,248 ଡାକ୍ତର ପଦବୀ ପୂରଣ ପାଇଁ ସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଗାମୀ 3 ଦିନରେ 17,000 ନୂତନ ହସ୍ପିଟାଲ ଶଯ୍ୟା ଯୋଗାଇଯିବା ପାଇଁ ମଧ୍ୟ ଯୋଜନା ରହିଛି। ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ବଞ୍ଚିତ ରହିଥିବା 1 ଲକ୍ଷ ମହିଳା, ସେମାନଙ୍କ ମଧ୍ୟରୁ ଯୋଗ୍ୟତା ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଦ୍ୱିତୀୟ କିସ୍ତି। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ଦ୍ୱିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ କାର୍ଡକୁ ଆୟ ବର୍ଗ ଅଧିକ ଥିବାରୁ ରାସନ କାର୍ଡ ଫେରାଇ ଦେଇଛନ୍ତି। ସେହି କାରଣରେ 1 ଲକ୍ଷ ମହିଳା ଅସୁବିଧା ଭୋଗ କରିବାକୁ ପଡ଼ିବ। କିଛି ମହିଳା ତାଙ୍କର ଭିତର ଗାଡ଼ି କିଣିଛନ୍ତି। 5 ଏକର ଜମି ନଥାଇ ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି। ଯେଉଁ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାରେ ଯାଞ୍ଚ କରିଛି, ସେ କାରଣରୁ 1 ଲକ୍ଷ ମହିଳାଙ୍କୁ ରିଭ୍ୟୁ ଚାଲିଛି। ରକ୍ଷାବନ୍ଧନ ସମୟରେ ଯେଉଁମାନେ ତାଙ୍କର ଭିତରେ ଯୋଗ୍ୟ ହେବେ ସେମାନଙ୍କୁ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ମାର୍ଚ୍ଚ 31 ଯାଏଁ ସୁଭଦ୍ରାର ଆବେଦନ ଅବଧି ରହିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅନ୍ତର୍ଗତ ମାଗଣାରେ ବିଜୁଳି ସୁବିଧା ପାଇଁ ରାଜ୍ୟରେ 93,363 ଜଣ ପଞ୍ଜୀକରଣ କରି ସାରିଛନ୍ତି। ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହରାଓ ବିଧାନସଭାରେ ଜଣାଇଛନ୍ତି ଯେ ଏଥିରେ 2,740 ଜଣ ହିତାଧିକାରୀ ସୁବିଧା ପାଇ ସାରିଛନ୍ତି। ଭଦ୍ରକ ଜିଲ୍ଲାରେ ସର୍ବାଧିକ 17,167 ଜଣ, ଗଞ୍ଜାମରେ 14,199 ଜଣ ପଞ୍ଜୀକରଣ କରିଛନ୍ତି। ରାଜ୍ୟ ସରକାର ଏହି ଯୋଜନା ପାଇଁ 100 କୋଟି ଟଙ୍କା ବ୍ୟୟ କରିଛନ୍ତି। ଅଧିକ ଲୋକଙ୍କୁ ଯୋଜନା ସାମିଲ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଦେଶର ନାଁ ଇଣ୍ଡିଆରୁ ଭାରତ କରିବା ପାଇଁ ଦାବି ହୋଇଥିବା ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ 2020ର ଆବେଦନ ଅନୁଯାୟୀ ଏହି ମାମଲାରେ ଶୀଘ୍ର ନିଷ୍ପତ୍ତି ନେବାକୁ କେନ୍ଦ୍ରକୁ କୁହାଯାଇଛି। ଆବେଦନକାରୀ ନମଃ ଏବଂ ଆଦେଶ ପାଳନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ଆବେଦନକାରୀ କୁହାଯାଇଛି ଯେ ଇଣ୍ଡିଆର ନାମ ଗ୍ରୀକ୍ ଶବ୍ଦ ଇଣ୍ଡିଆକୁ
ଆସିଛି ଏବଂ ଏହା ଉପନିଷେଧବାଦୀ ଇତିହାସକୁ ସ୍ମରଣ କରାଏ। ଆବେଦନକାରୀ ଦାବି କରିଛନ୍ତି ଯେ ସ୍ୱାଧୀନତା ଧାରା 1ରେ ସଂଶୋଧନ କରି ଭାରତ ନାମକୁ ପ୍ରମାଣିତ ଭାବେ ଗ୍ରହଣ କରାଯାଉ। ଏହା ଜାତୀୟ ଭାବନା ସୃଷ୍ଟି କରିବ ବୋଲି ଆବେଦନକାରୀ କହିଛନ୍ତି। 2030 ସୁଦ୍ଧା ମହାକାଶରେ କେନ୍ଦ୍ର। 2040 ସୁଦ୍ଧା ଚନ୍ଦ୍ରରେ ମହାକାଶଚାରୀ ପହଞ୍ଚାଇବ ଭାରତ। ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ରରେ ନାମରେ ମହାକାଶ କେନ୍ଦ୍ର କରିବାକୁ ଯୋଜନା କରିଛି ଏବଂ ଯଦି ସବୁ ଯୋଜନା ଠିକ୍ ରହେ ତେବେ 2040 ସୁଦ୍ଧା ଜଣେ ଭାରତୀୟ ମହାକାଶରେ ଚନ୍ଦ୍ରରେ ପହଞ୍ଚିବେ। କମ୍ ମୂଲ୍ୟରେ ୟୁପିଆଇ କାରବାର ପ୍ରୋତ୍ସାହନ ଯୋଜନା ପାଇଁ କେନ୍ଦ୍ର ଅନୁମୋଦନ। କମ୍ ମୂଲ୍ୟରେ ୟୁପିଆଇ କାରବାର ଉତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ନୂତନ ଯୋଜନା ଅନୁମୋଦନ କରିଛନ୍ତି। ଏହି ଯୋଜନା ଅନୁଯାୟୀ କ୍ଷୁଦ୍ର ବ୍ୟବସାୟୀମାନେ ବିନା ଅତିରିକ୍ତ ମୂଲ୍ୟ ୟୁପିଆଇ ସେବା ପାଇପାରିବେ। ପ୍ରତି ଦେଣନେଣ ପାଇଁ 0.15% ହାରରେ ଉତ୍ସାହ ରାଶି ପାଇପାରିବେ। ଏହି ଯୋଜନା ପାଇଁ 1500 କୋଟି ଟଙ୍କା ବ୍ୟୟ ହେବାର ଆକଳନ କରାଯାଇଛି। ଏହା ସହିତ ସରକାର ଆସାମରେ ଏକ ନୂତନ ଆମୋନିଆ ୟୁରିଆ କମ୍ପାନୀ ସ୍ଥାପନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏସ୍ସିବିସି ଏବଂ ଡିଜିଲକର ମିଳିତ ଭାବେ ଦାବିଦାର ନଥିବା ଆସେଟ୍ର ସମସ୍ୟା ସମାଧାନ କରିବେ। ସିକ୍ୟୁରିଟି ଏକ୍ସଚେଞ୍ଜ ଏବଂ ବୋର୍ଡ ଅଫ୍ ଇଣ୍ଡିଆ ଏସ୍ସିବିସି ଦାବିଦାର ନଥିବା ଆର୍ଥିକ ଆସେଟ୍ ସମସ୍ୟା ସମାଧାନ ପାଇଁ ଡିଜିଲକର ସହିତ ଭାଗିଦାରୀ କରିଛି। ଏହି ପଦକ୍ଷେପ ମାଧ୍ୟମରେ ବିନିଯୋଗକାରୀ ନିଜର ଡିମାଗ ଏବଂ ମ୍ୟୁଚୁଆଲ ଫଣ୍ଡ ହୋଲ୍ଡର୍ସ ସମ୍ବନ୍ଧୀୟ ସୂଚନା ଡିଜିଲକରରେ ସଂରକ୍ଷଣ ଏବଂ ପ୍ରବେଶ କରିପାରିବେ। ଏହା ବିନିଯୋଗକାରୀ ଏବଂ ତାଙ୍କର ପରିବାରଙ୍କ ପାଇଁ ଲାଭଦାୟକ ହେବ। ଏହି ପ୍ରକ୍ରିୟା ମାଧ୍ୟମରେ ଏସ୍ସିବିସି ଏବଂ ଡିଜିଲକର ବିନିଯୋଗକାରୀ ସୁରକ୍ଷା ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ। ଆର୍ଥିକ ରେକର୍ଡ ପ୍ରବେଶ ସହିତ କରି ଏହି ପଦକ୍ଷେପ ଦାବିଦାର ନଥିବା ଆସେଟ୍ କମାଇବାର ଏକ ଆଜ୍ଞା ଆସେଟ୍ ଚିହ୍ନଟ କରିବାରେ ସହାୟକ ହେବ। 3-0ରେ ମାଲଦ୍ୱୀପକୁ ପରାସ୍ତ କରି ଗୁରୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଜିତିଲା ଭାରତ। ଉଦାହରଣ ଲାଭ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ଭାରତ ମାଲଦ୍ୱୀପକୁ 3-0 ଗୋଲରେ ପରାସ୍ତ କରି 34ତମ ମିନିଟରେ ରାହୁଲ ଭୋକେ ପ୍ରଥମ ଗୋଲ ଦେଇ ଭାରତକୁ 1-0ରେ ଆଗକୁ କରାଇଥିଲେ। 66ତମ ମିନିଟରେ ଲିଷ୍ଟନ କୋଲାକ ଦ୍ୱିତୀୟ ଗୋଲ ଦେଇ ଆଗାମୀ ଆକ୍ରମଣକୁ କରିଥିଲେ। 2-0ରେ ପହଞ୍ଚାଇଥିଲେ ସୁନୀଲ ଛେତ୍ରୀ। 76ତମ ମିନିଟରେ ତୃତୀୟ ଗୋଲ ଦେଇ ମ୍ୟାଚ୍ ଶେଷ 3-0ରେ କରିଥିଲେ।